ଆସନ୍ତୁ ଜାଣିବା କେଉଁ କବିଙ୍କୁ କେଉଁ ଉପାଧି ଦିଆଯାଇଛି। ଗାୟକ ସୁଧାକର ବାଳକୃଷ୍ଣ ଦାସ, ଯବନ କବି ଭକ୍ତ ସାଲବେଗ, ଜାତୀୟ କବି ବୀରକିଶୋର ଦାସ, ଗାୟକ ରତ୍ନାକର କାହ୍ନୁଚରଣ ମହାନ୍ତି, ଗାୟକ ସୁରମଣି ରଘୁନାଥ ପାଣିଗ୍ରାହୀ, କବିବର ରାଧାନାଥ ରାୟ, କବି ସୂର୍ଯ୍ୟ ବଳଦେବ ରଥ, କବି ମଞ୍ଜୁଳ କୃଷ୍ଣପ୍ରସାଦ ବସୁ, କର୍ମବୀର ଗୌରୀଶଙ୍କର ରାୟ, ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ଗାଥାକବି ଗୋଦାବରୀଶ ମିଶ୍ର, ଗଜପତି ଦିବ୍ୟସିଂହ ଦେବ, ଗଣକବି ବୈଷ୍ଣବ ପାଣି, ଛନ୍ଦକବି ରାଧାମୋହନ ଗଡ଼ନାୟକ, ବ୍ୟାସକବି ଫକୀରମୋହନ ସେନାପତି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟଙ୍ଗକବି ଗୋଦାବରୀଶ ମହାପାତ୍ର, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର, ଆଶୁକବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର, ନାରୀକବି କୁନ୍ତଳା କୁମାରୀ ସାବତ, ଆଚାର୍ଯ୍ୟ ହରିହର ଦାସ, ଅତିବଡ଼ି ଜଗନ୍ନାଥ ଦାସ, ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ, ଉତ୍କଳର ବାବର ଗଜପତି କୃଷ୍ଣଚନ୍ଦ୍ର ଦେବ, ସ୍ୱଭାବ କବି ପ୍ରକୃତି କବି ଗଙ୍ଗାଧର ମେହେର, ଓଡ଼ିଶାର ମଦର ଟେରେସା ପାର୍ବତୀ ଗିରି, ଭକ୍ତ କବି ମଧୁସୂଦନ ରାଓ, ପଲ୍ଲୀକବି ନନ୍ଦକିଶୋର ବଳ, ଆଦିକବି ସାରଳା ଦାସ, ପ୍ରେମିକ କବି ମାୟାଧର ମାନସିଂ, ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସନ୍ଥ କବି ଭୀମ ଭୋଇ, ଉତ୍କଳମଣି ଗୋପବନ୍ଧୁ ଦାସ।